ଆଜି ଆମେ ଏକ ବହୁତ ମୌଳିକ କିନ୍ତୁ ଗଭୀର ପ୍ରଶ୍ନରୁ ଆରମ୍ଭ କରିବା। ଆଧ୍ୟାତ୍ମିକ ଜୀବନରେ ଯେଉଁ ପରିବର୍ତ୍ତନ ଆସେ ତାହା ପ୍ରକୃତରେ ହୁଏ କିପରି? ଆଉ ଏ ପ୍ରଶ୍ନଟି ନା ଆମକୁ ଆଧ୍ୟାତ୍ମିକତାର ଦୁଇଟି ଅଲଗା ଅଲଗା ରାସ୍ତା ଦେଖାଏ। ତେବେ ସେ ରାସ୍ତା ଦୁଇଟି କ'ଣ ଆସନ୍ତୁ ଜାଣିବା। ଦେଖନ୍ତୁ, ଗୋଟିଏ ହେଲା କର୍ମର ପଥ, ମାନେ ଆମେ ନିଜେ ଚେଷ୍ଟା କରି ଭଲ କାମ କରି ପୂଜାପାଠ କରି ଆଗକୁ ବଢ଼ିବା। କିନ୍ତୁ ଆଉ ଗୋଟେ ରାସ୍ତା ଅଛି ଯାହାକୁ କୁହାଯାଏ କୃପାର ପଥ। ଏଠି ନିଜ ଚେଷ୍ଟାଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ସମ୍ପୂର୍ଣ୍ଣ ସମର୍ପଣ ଆଉ ଗୁରୁଙ୍କର ଆଶୀର୍ବାଦ। ତେବେ ଆଜି ଆମେ ଦୁଇଟି ବହୁତ ସୁନ୍ଦର କାହାଣୀ ଶୁଣିବା ଯାହା ଆମକୁ ଏହି ଦ୍ୱିତୀୟ ରାସ୍ତାର ଶକ୍ତି ବିଷୟରେ ବୁଝାଇବ। ଆମର ପ୍ରଥମ କାହାଣୀଟା ହେଉଛି ନରବାହନଙ୍କର। ଆଉ ସେ ଏମିତି ଜଣେ ବ୍ୟକ୍ତି ଥିଲେ ଯାହାଙ୍କଠାରୁ ଆଧ୍ୟାତ୍ମିକତା ଆଶା କରିବା ସମ୍ପୂର୍ଣ୍ଣ ଅସମ୍ଭବ ଥିଲା। ତେବେ କିଏ ଥିଲେ ଏହି ନରବାହନ? ସେ କେବଳ ଜଣେ ସାଧାରଣ ଅପରାଧୀ ନଥିଲେ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ବୃନ୍ଦାବନ ଭଳି ଗୋଟିଏ ପବିତ୍ର ଭୂମିରେ ରହି ସେ ଡକାଇତି, ହତ୍ୟା ଏମିତି କେତେ କ'ଣ ପାପ କରୁଥିଲେ। ଧର୍ମ, କର୍ମ, ପୂଜାପାଠ, ତୀର୍ଥଯାତ୍ରା ଏସବୁ ତାଙ୍କ ଜୀବନରେ ଥିଲା ହିଁ ନାହିଁ। ସେଥିପାଇଁ ତ ତାଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ଆଉ ଦିନେ କ'ଣ ହେଲା, ସେ ହାତରେ ଗୋଟେ ଖଣ୍ଡା ଧରି ସିଧା ପହଞ୍ଚିଗଲେ ସେଇ ଯୁଗର ମହାନ ସନ୍ଥ ହିତ ହରିବଂଶ ମହାପ୍ରଭୁଙ୍କ ପାଖରେ। ଉଦ୍ଦେଶ୍ୟ ଥିଲା ଆକ୍ରମଣ କରିବା। କିନ୍ତୁ ସେଠି ଯାହା ହେଲା ତାହା ଅକଳ୍ପନୀୟ ଥିଲା। ମହାପ୍ରଭୁ ଟିକେ ବି ଡରିଲେନି, କିଛି କହିଲେନି। ବାସ୍ ଶାନ୍ତ ଭାବରେ ପଛକୁ ବୁଲି ସେହି ଡକାୟତ ନରବାହନଙ୍କ ଆଖିକୁ ଚାହିଁଲେ। କେବଳ ଗୋଟିଏ ଦୃଷ୍ଟି, ବାସ୍ ସେତିକି। ଆଉ ସେହି ଗୋଟିଏ ଦୃଷ୍ଟିରେ କିଏ ଯାଦୁ ଥିଲା କେଜାଣି, ନରବାହନଙ୍କ ଭିତରଟା ଯେମିତି ଦୋହଲିଗଲା। ତାଙ୍କର ସେ କଠୋର ହୃଦୟ ମୁହୂର୍ତ୍ତକରେ ତରଳିଗଲା। ହାତରୁ ଖଣ୍ଡାଟା ଖସିପଡ଼ିଲା ଆଉ ଆଖିରୁ ଧାରଧାର ହେଇ ଲୁହ ବୋହିବାକୁ ଲାଗିଲା। ସେହିଠାରୁ ହିଁ ଆରମ୍ଭ ହେଲା ଜଣେ ପାପୀର ଭକ୍ତ ହେବାର ଯାତ୍ରା। ଏହି କାହାଣୀରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ, ଆମେ ଭଗବାନଙ୍କୁ କେତେଥର ଦେଖୁଛେ ତାହା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ତାଙ୍କର କୃପାଦୃଷ୍ଟି ଆମ ଉପରେ କେବେ ପଡ଼ୁଛି। ଯେଉଁଦିନ ସେ ଆମକୁ ଦେଖିଦେବେ ସେଦିନ ହିଁ ପ୍ରକୃତ ପରିବର୍ତ୍ତନ ଆସିବ। ତେବେ ଦେଖିଲେ ତ, କୌଣସି ଜପ, ତପ କି କୌଣସି ପରିଶ୍ରମ ବିନା କେବଳ ଗୋଟିଏ କୃପାଭରା ଦୃଷ୍ଟିରେ ଜଣେ କୁଖ୍ୟାତ ଡକାୟତ ଜଣେ ପରମ ଭକ୍ତରେ ବଦଳିଗଲା। ଏହା ହିଁ ତ କୃପାର ଶକ୍ତି। ଆଚ୍ଛା, ଏବେ ଆସନ୍ତୁ ଆମର ଦ୍ୱିତୀୟ କାହାଣୀକୁ ଯିବା। ଏଥର କାହାଣୀଟି ଜଣେ ପାପୀୟ ନୁହେଁ, ବରଂ ଜଣେ ବହୁତ ବଡ଼ ଭକ୍ତଙ୍କର। ଆଉ ଏଥିରେ ଗୋଟେ ଆହୁରି ଗଭୀର ଶିକ୍ଷା ଲୁଚି ରହିଛି। ଏହି ଭକ୍ତଙ୍କ ନାଁ ଥିଲା ନହରମଲ। ଆଉ ସେ କେହି ସାଧାରଣ ଲୋକ ନଥିଲେ। ସେ ଗୁରୁ ହିତ ହରିବଂଶଙ୍କର ଜଣେ ଅତି ନିଜର ଅନ୍ତରଙ୍ଗ ବନ୍ଧୁ ଥିଲେ। ଭାବନ୍ତୁ, ଗୁରୁଙ୍କ ସେବା କରିବା ପାଇଁ ସେ ନିଜର ଘର, ପରିବାର, ଧନସମ୍ପତ୍ତି ସବୁକିଛି ଛାଡ଼ି ଚାଲି ଆସିଥିଲେ। ତାଙ୍କର ଭକ୍ତି ଆଉ ସମର୍ପଣ ଭାବନା ଉପରେ କାହାରି କିଛି ବି ସନ୍ଦେହ ନଥିଲା। କିନ୍ତୁ ଦିନେ କ'ଣ ହେଲା, ସେ ନିଜ ଗୁରୁଙ୍କୁ ଜଙ୍ଗଲରୁ କାଠ ଆଉ ଫୁଲ ସଂଗ୍ରହ କରୁଥିବାର ଦେଖିଲେ। ତାଙ୍କ ମନକୁ ହଠାତ୍ ଆସିଲା, ଆରେ ମୋ ଗୁରୁ ଏତେ ବଡ଼ ମହାପୁରୁଷ ଆଉ ସେ ଏମିତି ଛୋଟ କାମ କରୁଛନ୍ତି। ଏ କାମ ତ ତାଙ୍କୁ ଶୋଭା ପାଉନି। ଏଟା ତ ମୋର କରିବା କଥା। ଏମିତି ଭାବି ସେ ଗୁରୁଙ୍କୁ ସାହାଯ୍ୟ କରିବାକୁ ଆଗେଇ ଗଲି। ଯେତେବେଳେ ନହରମଲ ନିଜ ମନ କଥା ଗୁରୁଙ୍କୁ କହିଲେ, ଗୁରୁ ତାଙ୍କୁ ଗୋଟିଏ ଏମିତି ପ୍ରଶ୍ନ ପଚାରିଲେ ଯାହା ନହରମଲଙ୍କର ସବୁ ଧାରଣାକୁ ଦୋହଲାଇ ଦେଲା। ସେ ପଚାରିଲେ, ତୁମେ କେମିତି ଭାବିଲ ଯେ ଏହି ସେବା ଛୋଟ? କିଏ କହିଲା ଏହି ସେବା ନିକୃଷ୍ଟ? ଆଉ ତାପରେ ଗୁରୁ ଯାହା ବୁଝାଇଲେ ସେଟା ହିଁ ସାର କଥା। ସେ କହିଲେ, ଦେଖ, କୌଣସି କାମ ନିଜେ ଛୋଟ କି ବଡ଼ ନୁହେଁ, ତାର ମୂଲ୍ୟ ନିର୍ଭର କରେ ତାହା କାହା ପାଇଁ କରାଯାଉଛି। ଯେତେବେଳେ ଏହି ସାମାନ୍ୟ କାଠଖଣ୍ଡଟିଏ ବି ଭଗବାନଙ୍କ ଭୋଗ ରାନ୍ଧିବାରେ ଲାଗେ, ସେତେବେଳେ ତାହା ବି ମହାନ ହୋଇଯାଏ। କୌଣସି ସେବା ଛୋଟ ନୁହେଁ। ତେବେ ଏହି ଦୁଇଟି କାହାଣୀରୁ ଆମେ ଗୋଟିଏ ଜିନିଷ ସ୍ପଷ୍ଟ ଭାବେ ବୁଝିପାରୁଛେ, ଆଉ ସେଇଟା ହେଉଛି ଗୁରୁଙ୍କର ଅସୀମ ଶକ୍ତି। ନରବାହନ ଓ ନହରମଲ ଏ ଦୁଇଟି କାହାଣୀ ଆମକୁ ଗୁରୁକୃପାର ପ୍ରକୃତ ଅର୍ଥ ବୁଝାଏ। ଏହା ଏମିତି ଏକ ଆଶୀର୍ବାଦ ଯାହା ଆମେ କେବେ ବି ନିଜ ଯୋଗ୍ୟତାରେ ପାଇପାରିବାନି। ଏହା ଏକ ଉପହାର। ଆଉ ଏହି କୃପାରେ ଏତେ ଶକ୍ତି ଥାଏ ଯେ ଏହା ଆମର କର୍ମ, ଆମର ଅତୀତ, ଏପରିକି ଆମର ଭୁଲ ଧାରଣାକୁ ବି ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ। ଆମ ଶାସ୍ତ୍ରରେ ଗୁରୁଙ୍କୁ ଚଳନ୍ତି ଠାକୁର ବୋଲି କୁହାଯାଇଛି। କେତେ ସୁନ୍ଦର କଥା ନୁହେଁ? ଏହାର ଅର୍ଥ ହେଉଛି ଚାଲୁଥିବା, କଥା କହୁଥିବା ସାକ୍ଷାତ ଭଗବାନଙ୍କର ସ୍ୱରୂପ। ମନ୍ଦିରର ମୂର୍ତ୍ତି ଅଚଳ, କିନ୍ତୁ ସଦ୍ଗୁରୁ ହେଉଛନ୍ତି ସଚଳ। ଆଉ ସେଥିପାଇଁ ତ ତାଙ୍କର ଗୋଟିଏ ଦୃଷ୍ଟି, ଗୋଟିଏ କଥା, ଏପରିକି ତାଙ୍କର ଉପସ୍ଥିତି ମଧ୍ୟ ଏତେ ଶକ୍ତିଶାଳୀ ହୋଇଥାଏ। ହରି ରିଝେଁ ତ ବୈକୁଣ୍ଠ ଦିଲାବେ, ପର ହରିଜନ ରିଝେଁ ତ ହରି ହିଁ ଦିଲାବେ। ଏହାର ଅର୍ଥ ହେଉଛି, ଯଦି ଭଗବାନ ନିଜେ ପ୍ରସନ୍ନ ହୁଅନ୍ତି ତେବେ ସେ ବୈକୁଣ୍ଠ ବା ମୁକ୍ତି ଦେଇପାରନ୍ତି। କିନ୍ତୁ ଯଦି ଜଣେ ସଦ୍ଗୁରୁ
ବା ଭଗବାନଙ୍କ ପ୍ରିୟ ଭକ୍ତ ପ୍ରସନ୍ନ ହୋଇଯାଆନ୍ତି ତେବେ ସେ ସାକ୍ଷାତ ଭଗବାନଙ୍କୁ ହିଁ ଆଣି ଦେଇଦିଅନ୍ତି, ଠିକ୍ ଯେମିତି ନରବାହନଙ୍କ ଜୀବନରେ ହେଲା। ତେବେ ଏହି ଯେଉଁ ପୁରୁଣା କାହାଣୀଗୁଡ଼ିକ ଆମେ ଶୁଣିଲେ, ଆଜିର ଦିନରେ ଆମ ଭଳି ସାଧାରଣ ସାଧକଙ୍କ ପାଇଁ ଏହାର କ'ଣ ମହତ୍ତ୍ୱ ରହିଛି, ଆସନ୍ତୁ ଦେଖିବା। ଏହି କାହାଣୀଗୁଡ଼ିକରୁ ଆମେ କ'ଣ ଶିଖିଲେ? ସବୁଠୁ ବଡ଼ କଥା ହେଲା, କୌଣସି କାମ ବା ସେବା ଛୋଟ କି ବଡ଼ ନୁହେଁ। ଗୁରୁଙ୍କ ଦୃଷ୍ଟିରେ ତାର ମୂଲ୍ୟ କ'ଣ, ସେଇଟା ହିଁ ପ୍ରକୃତ କଥା। ଦ୍ୱିତୀୟରେ, କୃପା କେବେ ବି ଆମ ପରିଶ୍ରମର ଫଳ ନୁହେଁ, ଏହା ଏକ ଅଯାଚିତ ଉପହାର। ଆଉ ଶେଷରେ, ଆମେ ଯେତେ ବଡ଼ ଭକ୍ତ ହେଲେ ବି ଆମ ବୁଝିବାରେ ଭୁଲ ରହିପାରେ। ଆଉ ସେହି ଭୁଲକୁ ସୁଧାରିବା ପାଇଁ ଜଣେ ଗୁରୁଙ୍କ ମାର୍ଗଦର୍ଶନ ଅତି ଜରୁରୀ। ତେବେ ଶେଷରେ ଏହି ଗୋଟିଏ ପ୍ରଶ୍ନ ଆମ ସମସ୍ତଙ୍କ ପାଇଁ ରହିଲା, ଜଣେ ସାଧକ ହିସାବରେ ଆମର ପ୍ରକୃତ ଚେଷ୍ଟା କେଉଁଠି ହେବା ଦରକାର? ନିଜ କାମକୁ, ନିଜ ଭକ୍ତିକୁ ଆହୁରି ଭଲ କରିବାରେ, ନା କେବଳ ନମ୍ର ହୋଇ ସମର୍ପିତ ହୋଇ ସେହି କୃପାକୁ ଗ୍ରହଣ କରିବା ପାଇଁ ନିଜକୁ ପ୍ରସ୍ତୁତ କରିବାରେ? ଏହି ପ୍ରଶ୍ନର ଉତ୍ତର ଖୋଜିଲେ ଆମ ଆଧ୍ୟାତ୍ମିକ ଯାତ୍ରାକୁ ଏକ ନୂଆ ଦିଶା ମିଳିପାରେ।